ମାଗିଲାନି ବାଳି ଦ୍ୱିତୀୟ ବର ମାଗୁଛି ପ୍ରଭୁଙ୍କୁ କହିଲା ପ୍ରଭୁ ମୁଁ ହଉଛି କିସ୍କିନ୍ଧା ରାଜ୍ୟର ରାଜା ମୋରି ପାଣି ପବନରେ ଯେତେ ବୃକ୍ଷଲତା ଜୀବଜନ୍ତୁ ଅଛନ୍ତି ସମସ୍ତେ ବଡ଼ ହେଇଛନ୍ତି ଆପଣ ମୋତେ ଧନୁତୀର ମାରିଲେ ମୋ ମନ ଦୁଃଖ ନାହିଁ କିନ୍ତୁ ଯେଉଁ ଗଛ ପଛପଟେ ଛିଡ଼ା ହେଇକିରି ଲୁଚି ଲୁଚି ମୋତେ ଧନୁତୀର ମାରିଦେଲେ ସେ ବୃକ୍ଷଟା କେଡ଼େ ବେଇମାନ ତା ରାଜ୍ୟର ରଜାଙ୍କୁ ମାରିବା ପାଇଁ ଆପଣଙ୍କୁ ଲୁଚେଇ ରଖିଥିଲା ମୁଁ ଆଜି ମଲା ବେଳେ ସେ ବୃକ୍ଷକୁ ଅଭିଶାପ ଦଉଛି ସେ ବୃକ୍ଷଟା ଭାରି ମିଠା ଭାରି ଫୁଲେଇ ତାର ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ସମଗ୍ର ଶରୀର ପିତା ହେଇଯାଉ ଯିଏ ତାକୁ ପାଟିରେ ଲଗେଇବ ସମସ୍ତେ ତାକୁ ଥୁ ଥୁ କରନ୍ତୁ ପ୍ରଭୁ ରାମଚନ୍ଦ୍ର ତଥାସ୍ତୁ କରିଦେଲେ ଯିବାକୁ ବାହାରିଛନ୍ତି ବୃକ୍ଷଟି ଗୋଡ଼ ତଳେ ପଡ଼ିଗଲା କହିଲା ଠାକୁରେ ଭଲ ଆପଣ ଯିବେ ଆପଣଙ୍କ ସ୍ତ୍ରୀକି ଆଣିବେ ମୋତେ ବାଳି ଅଭିଶାପ ଦେଲା ମୋ କଥା ବୁଝିକିରି ଯାଆନ୍ତୁ ସେଇଠି ପ୍ରଭୁ ରାମଚନ୍ଦ୍ର ସେ ବୃକ୍ଷକୁ କୁଣ୍ଢେଇ ପକେଇଲେ କହିଲେ ମନ ଦୁଃଖ କରିନା ରେ ବୃକ୍ଷ ମନ ଦୁଃଖ କରିନା ତୋତେ ଯେମିତି ଆଜି ବିନା କାରଣରେ ବାଳି ଅଭିଶାପ ଦେଇଛି ତୋର ସମଗ୍ର ଶରୀର ପିତା ହେଇଯାଇଛି ତୋ ଭାର ମୁଁ ନେବି ରେ କାଲି ଯେତେବେଳେ କଳି ଯୁଗରେ ଜଗନ୍ନାଥ ଅବତାର ନେବି ସମଗ୍ର ଜଗତ ତତେ ଲିମ୍ବ ଲିମ୍ବ ବୋଲି ଜାଣିବ ତୋରି ଦେହରେ ମୋ ଶରୀର ତିଆରି ହବ ସମସ୍ତେ କହିବେ ତତେ ଜୟ ଜଗନ୍ନାଥ।